ଆଜିକାଲି ଦେଖିବାକୁ ଗଲେ ପ୍ରାୟ 100ରୁ 40-50% ଲୋକଙ୍କ ପାଖରେ ଏଇ ଡାଇବେଟିସ୍ ରୋଗ ଦେଖିବାକୁ ମିଳିଥାଏ। ଯେତେବେଳେ ବ୍ଲଡରେ ସୁଗାର ଲେବୁଲ ହାଇ ହୋଇଯାଏ, ଇନ୍ସୁଲିନ କ୍ଷରଣ କମି ଯାଇଥାଏ, ସେତେବେଳେ ଡାଇବେଟିସର ଆବିର୍ଭାବ ହୁଏ। ଡାଇବେଟିସ୍ ହେଲେ ବହୁତ ଶୋଷ ଲାଗେ, ଲୋକକୁ ଅଧିକ ପରିଶ୍ରା ଲାଗେ, ଭୋକ ବି ଲାଗେ ଏବଂ କ୍ଳାନ୍ତ ଅନୁଭବ ହାଲିଆ ଭାବ ବୋଧ ହୁଏ। ଆଖିର ଦୃଷ୍ଟିଶକ୍ତି କମିବାକୁ ଲାଗିଥାଏ। ଡାଇବେଟିସ୍ 1ରେ ଯେତେବେଳେ ପାନକ୍ରିଆଜରେ ଥିବା ବି ସେଲ୍ ଫଙ୍କସନ୍ କରିବା ବନ୍ଦ କରିଦେଇଥାଏ କିମ୍ବା ଅଳ୍ପ ଫଙ୍କସନ୍ କରେ, ସେତେବେଳେ ହିଁ ଡାଇବେଟିସ୍ ବଂଶ ବିସ୍ତାର କରିବାକୁ ଆରମ୍ଭ କରିଦେଇଥାଏ। ନୋ ଡାଉଟ୍, ହାଇ ଲେଭୁଲ ଗ୍ଲୁକୋଜ୍ ବିନା ଟ୍ରିଟମେଣ୍ଟ ରହିଲେ ବଡି ଅର୍ଗାନ ଗୁଡ଼ିକୁ ଡ୍ୟାମେଜ କରିଦେଇଥାଏ ଆଉ ଲାର୍ଜ ଏବଂ ସ୍ମଲ୍ ବ୍ଲଡ ଭେସଲ ନଷ୍ଟ କରିଦେଇଥାଏ, ଯାହା ପାଇଁ ହାର୍ଟ ଆଟାକ୍, ହାର୍ଟ ଷ୍ଟ୍ରୋକ୍, କିଡନୀ ପ୍ରୋବ୍ଲେମ୍, ଆଇ ଦାନ୍ତ ମାଢ଼ି ପ୍ରୋବ୍ଲେମ୍, ଏପରିକି ଗୋଡ଼ ଏବଂ ନର୍ଭ ପାର୍ଟ ଗୁଡ଼ିକ ଉପରେ ବହୁତ ଖରାପ ପ୍ରଭାବ ପକାଏ। ଏଣୁ ଏହାର ଟ୍ରିଟମେଣ୍ଟ ତ ନିହାତି ଜରୁରୀ। ଏହାର ଟ୍ରିଟମେଣ୍ଟ କ'ଣ ନା ବ୍ଲଡରୁ ସୁଗାର ଲେବୁଲ କମ୍ କରିବା ଏବଂ ଇନ୍ସୁଲିନର ପ୍ରଡକ୍ସନ ବଢ଼ାଇବା। ଏହି ଭିଡ଼ିଓରେ ଆପଣ ପାଇବେ କେତେକ ଲତା ଏବଂ ପତ୍ରର ମେଡିସିନ ସହ ଫୁଡ ରିଫ୍ଲେକ୍ସୋଲୋଜି, ଯାହା ଅତ୍ୟାଧୁନିକ ପଦ୍ଧତିରେ କିପରି ଡାଇବେଟିସକୁ କଣ୍ଟ୍ରୋଲରେ ଆଣିପାରିବା। ତା ପୂର୍ବରୁ ଚାଲନ୍ତୁ ନା ଜାଣିବା କିଛି ଲାଇଫଷ୍ଟାଇଲ ଆକ୍ଟିଭିଟିସ୍, ଯେଉଁଥିରେ ଆମେ ବ୍ଲଡରେ ଚିନିର ଲେବୁଲ କିଛି ପରିମାଣରେ କଣ୍ଟ୍ରୋଲ ଆଣିପାରିବା। ଏସବୁ ଅଳ୍ପ ମାତ୍ରାରେ ଅଭ୍ୟାସ କରିବା। କ'ଣ ଚାଲନ୍ତୁ ଦେଖିବା। ସ୍ଲୋ ଏକ୍ସରସାଇଜ କିଛି ରେଗୁଲାର କରିବା, ଯାହାକି ଯେପରି ଆପଣଙ୍କ ଇଚ୍ଛା, ଯାହାକି ରକ୍ତ ସଞ୍ଚାଳନ ଠିକ୍ ରୂପେ କରିବ। ଯେପରିକି ଯୋଗ ଅଭ୍ୟାସ କଲେ ଆହୁରି ଭଲ। କାର୍ବୋହାଇଡ୍ରେଟ୍ ମ୍ୟାନେଜ କଲେ ଏହାର ଉପକାରିତା ମିଳିଥାଏ। ତୃତୀୟରେ ଅଧିକରୁ ଅଧିକ ତନ୍ତୁଜାତୀୟ ଖାଦ୍ୟ ଖାଇବା। ଏଥିରେ ହଜମ ପ୍ରକ୍ରିୟା ପ୍ରଖର ହେବା ସହିତ ଏଗୁଡ଼ିକରେ ସୁଗାର କମ୍ ଥାଏ ବା ନଥାଏ କହିଲେ ଚଳେ। ଚତୁର୍ଥରେ ଅଧିକ ମାତ୍ରାରେ ଜଳ ପାନ ନିତ୍ୟାନ୍ତ ଜରୁରୀ। ଗ୍ଲୁକୋଜ ଗୋଟିଏ ଜାଗାରେ ରହିବାକୁ କେବେ ଅଧିକ ଜଳପାନ କଲେ ଦିଏ ନାହିଁ, ସଠିକ୍ ବ୍ଲଡ ସାର୍କୁଲେସନ ମାଧ୍ୟମରେ ନ୍ୟୁଟ୍ରାଲାଇଜ ହେବାକୁ ଲାଗିବ। ସବୁଠାରୁ ବଡ଼ ମେଡିସିନ କହିବାକୁ ଗଲେ ଯେ ଅଧିକରୁ ଅଧିକ ଚିନ୍ତା ତନାବ ହଟାଇବାକୁ ପଡ଼ିବ। ମୁଣ୍ଡରୁ ବହୁତ ଚିନ୍ତା ରଖିଲେ ହେବ ନାହିଁ, ଚିନ୍ତାକୁ ହଟାଇବାକୁ ପଡ଼ିବ, ରିଲାକ୍ସ ହେବାକୁ ପଡ଼ିବ, ସବୁବେଳେ ଖୁସି ଆନନ୍ଦରେ ରହିବା ଆଉ ସଫିସିଏଣ୍ଟ ସ୍ଲିପ୍ କରିବା। ନିଦ୍ରା ଯେତିକି ମାତ୍ରାରେ ଟିକେ ଅଧିକ କରିବା ଭଲ। ଏଥିରେ ଉର୍ଜା ମିଳିଥାଏ ତ ଆହୁରି ଖରାପ ଚିନ୍ତା, ଆପଣ ଚିନ୍ତାରୁ ଷ୍ଟ୍ରେସ୍ ତନାବରେ ରହିବେ, ଦିନ ଯାକରେ ଆପଣଙ୍କୁ କମ୍ ସମୟ ମିଳିବ ଏସବୁ ଷ୍ଟ୍ରେସ୍ ରହିବାକୁ। ସପ୍ତମରେ ଯେଉଁ ଖାଦ୍ୟରେ ଅଧିକ ମ୍ୟାଗ୍ନେସିୟମ୍ ଏବଂ କ୍ରୋମିୟମ୍ ରହିଥାଏ, ସେଗୁଡ଼ିକ ଖାଇବାର ଅଭ୍ୟାସ କରିଦେଲେ ବହୁତ ଭଲ। କମ୍ ସମୟରେ ଆପଣଙ୍କୁ ଏହି ଡାଇବେଟିସରୁ ରିଲାକ୍ସ ମିଳିବ। ଚାଲନ୍ତୁ ଏବେ ଯିବା କିଛି ଲତା ବିଷୟରେ ଜାଣିବା, ଯାହାର ରସ ଏବଂ ପତ୍ର ପାନ କଲେ ଆମେ ଏହି ଡାଇବେଟିସରୁ ମୁକ୍ତ ହେବା। କେତେକ ଲତା ଜାଣି ରଖନ୍ତୁ, ଯେପରି ଜାମୁକୋଳି, ନିମ୍ବ, ତୁଳସୀ, ତେଜପତ୍ର, ଶୁଣ୍ଠି ପିପଳ, ପିଜୁଳି ପତ୍ର, ମେଥି, ବେଲପତ୍ର, ଗୁଡ଼ୁମାରି ପତ୍ର, ତେଲକୁଚା, ଗୁଳୁଚି ରସ, ବିଛୁଆତି ଲତା ଏବଂ ତାର ପତ୍ର, ଚିରଇତା, ଏସବୁ ଲତାର ରସ ଏବଂ ପତ୍ର ଏହି ଡାଇବେଟିସ ରୋଗରେ ବହୁତ ଉପକାରୀ। ଏବେ ଚାଲନ୍ତୁ ଯିବା କେଉଁ ଲତାର ରସ ପତ୍ର ସହ ମିଶାଇଲେ ଆମେ ମେଡିସିନ ତିଆରି କରିପାରିବା। ପ୍ରଥମରେ ଶୁଖିଲା ନିମପତ୍ର ଓ ବେଲପତ୍ର 1 ଚାମଚ ସହିତ ମେଥି ଚୂର୍ଣ୍ଣ 1 ଚାମଚ ସକାଳେ ଏବଂ ଉପରବେଳା ନିୟମିତ 2 ଥର ସେବନ କରିବା ଉଚିତ। ଦ୍ୱିତୀୟରେ ମେଥି ଚୂର୍ଣ୍ଣ ଓ ଜାମୁକୋଳି ମଞ୍ଜିର ଚୂର୍ଣ୍ଣ ପ୍ରସ୍ତୁତି କରି 2 ଚାମଚ ଲେଖାଏଁ ସକାଳେ ଏବଂ ଉପରବେଳା 2 ଥର ଖାଇବାକୁ ହେବ। ତୃତୀୟରେ ଗୁଡ଼ୁମାରି ପତ୍ରର ଚୂର୍ଣ୍ଣ 2 ଚାମଚ ସକାଳେ ଏବଂ ଉପରବେଳା 2 ଥର ଖାଇବାକୁ ପଡ଼ିବ, ଯାହା ଏହି ଡାଇବେଟିସ୍ ପାଇଁ ବଢ଼ିଆ ମେଡିସିନ। ଚତୁର୍ଥରେ ତେଲକୁଚା ଓ ଗୁଳୁଚି ରସ 1/2 କପ୍ ମାତ୍ରାରେ ଖାଲି ପେଟରେ ଯଦି ସକାଳେ ଉପରବେଳା ପାନ କରନ୍ତି, ତାହେଲେ ଏହି ଡାଇବେଟିସ୍ ନିହାତି ଭଲ କଣ୍ଟ୍ରୋଲରେ ଆସିବ। ଚାଲନ୍ତୁ ଯିବା ଫୁଡ ରିଫ୍ଲେକ୍ସୋଲୋଜି ଏବଂ ହ୍ୟାଣ୍ଡ ରିଫ୍ଲେକ୍ସୋଲୋଜି ମାଧ୍ୟମରେ କିପରି ଡାଇବେଟିସକୁ ଆମେ କଣ୍ଟ୍ରୋଲରେ ଆଣିପାରିବା। ଫୁଡ ରିଫ୍ଲେକ୍ସୋଲୋଜି ଏପରି ଏକ ସାଇନ୍ସ, ଯାହାଦ୍ୱାରା କି ଆମର ବ୍ରେନ୍ ସେଲର ସମସ୍ତ
ଅର୍ଗାନ को ଆକ୍ଟିଭ କରିବାର କ୍ଷମତା ରଖିଥାଏ ଏବଂ ଡାଇବେଟିସରେ ଯେଉଁ ଯେଉଁ ଅର୍ଗାନ ଗୁଡ଼ିକ ଇନଆକ୍ଟିଭ ଥାଏ ସେଗୁଡ଼ିକ ଏହି ରିଫ୍ଲେକ୍ସୋଲୋଜି ଫୁଟ୍ ରିଫ୍ଲେକ୍ସୋଲୋଜି ମାଧ୍ୟମରେ ଆମେ ତାକୁ ଆକ୍ଟିଭେଟ୍ କରିବା ଏବଂ ସେହି ଅର୍ଗାନ ଗୁଡ଼ିକ କାମ କରିବା ଦ୍ୱାରା ଏହି ଡାଇବେଟିସ୍ ସହଜ ଏବଂ ସରଳ ଉପାୟରେ ଭଲ ହୋଇଯାଇଥାଏ। ରିଫ୍ଲେକ୍ସୋଲୋଜି ଟ୍ରିଟମେଣ୍ଟରେ କେଉଁ କେଉଁ ଏରିଆରେ ଆମେ ଟ୍ରିଟମେଣ୍ଟ ଦେବା? ପିଟ୍ୟୁଟାରୀ, ଆଡ୍ରେନାଲ, ଆଇ, କିଡନୀ, ଲିଭର ଏବଂ ପାନକ୍ରିଆଜ। ଏହି ପଏଣ୍ଟରେ ଦବାଇବା ଦ୍ୱାରା ରିଫ୍ଲେକ୍ସ ଏରିଆରେ ଦବାଇବା ଦ୍ୱାରା ଆମର ନିହାତି ଭାବେ ଆମର ବ୍ରେନ୍ ସେଲ୍କୁ ସେଇ ସିଗ୍ନାଲ ରିଫ୍ଲେକ୍ସ ଯାଇଥାଏ, ଯାହାଦ୍ୱାରା କି ସେଇ ଅର୍ଗାନ ଗୁଡ଼ିକ ଆକ୍ଟିଭ ହୋଇଥାଏ। ଆମ ବଡ଼ିରେ ଏହିଭଳି ସିଷ୍ଟମ ଅଛି ଯେଉଁଥିରେ କି ବଡ଼ି ସେଲ୍ଫ କ୍ୟୁଅର କ୍ଷମତା ରଖିଥାଏ। ଭଲ ଭାବେ ଡାଇବେଟିସ୍ ପାଇଁ ରିଫ୍ଲେକ୍ସ ଏରିଆ ଗୁଡ଼ିକ କୁହାଗଲା। ଯଦି ଆପଣ ଏହାର ଟ୍ରିଟମେଣ୍ଟ କରିପାରିବେ ତାହେଲେ ନିଶ୍ଚୟ ଭଲ ହେବ। କିନ୍ତୁ ମୋ ହିସାବରେ ଆପଣ ପ୍ରଫେସନାଲ ଏବଂ ଅଭିଜ୍ଞ ରିଫ୍ଲେକ୍ସୋଲୋଜିଷ୍ଟ ସହ କନସଲ୍ଟ କରିବାକୁ ପଡ଼ିଥାଏ, ଯାହାଦ୍ୱାରା କି ସେ ସମ୍ପୂର୍ଣ୍ଣ ଭାବେ ନିର୍ଭୁଲ ଟ୍ରିଟମେଣ୍ଟ କରିବାରେ ଆପଣଙ୍କୁ ହେଲ୍ପ ମିଳିଯିବ। ନମସ୍ତେ, ଜୟ ଜଗନ୍ନାଥ। ଯଦି ଆପଣ ଏହିପରି ଅନେକ ଗୁଡ଼ିଏ ରିଫ୍ଲେକ୍ସୋଲୋଜି ଟ୍ରିଟମେଣ୍ଟ ଏବଂ ଆୟୁର୍ବେଦିକ ଟ୍ରିଟମେଣ୍ଟ ଆଉ କିଛି ରୋଗ ବିଷୟରେ ଆୱାରନେସ୍ ଜାଣିବାକୁ ଚାହୁଁଛନ୍ତି ତାହେଲେ ଏହି ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଆପଣ ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବାକୁ ଥିଲେ ନିଶ୍ଚିତ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବାଇ ଦିଅନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।